ଠାକୁର ପୂର୍ଣ୍ଣ କରନ୍ତୁ, ଏହା ହିଁ ମୋର ଠାକୁରଙ୍କ ପାଖରେ ପ୍ରାର୍ଥନା। ଆମେ ମାନେ ଜୀବନରେ ଗୁରୁ ଗ୍ରହଣ କରିଛେ ଆମର ଜୀବନଟାକୁ ଶୃଙ୍ଖଳିତ କରିବା ପାଇଁ। କାରଣ ଭକ୍ତର ଜୀବନ ଅଲଗା, ଶିଷ୍ୟର ଜୀବନ ଅଲଗା। ଭକ୍ତ ସାଧନା କରି, ଯେ କୌଣସି ପ୍ରକାର ସାଧନା କରି ସେ ଭକ୍ତି ତାର ଉତ୍ପନ୍ନ ହବ, ଭକ୍ତ ହବ। କିନ୍ତୁ ଶିଷ୍ୟର ଜୀବନ ଗୋଟେ ଶୃଙ୍ଖଳିତ ଜୀବନ। ତାର ପ୍ରତ୍ୟେକଟି ଚାଲିଚଳନ ଭିତରେ ଯେମିତି ପ୍ରଭୁ ତାର ଗୁରୁ ବିରାଜମାନ କରନ୍ତି, ତାର ବ୍ୟକ୍ତିତ୍ବ ଯେମିତି ଗୁରୁଙ୍କୁ ନେଇ ଶୃଙ୍ଖଳିତ ହୁଏ, ତାର ଗୁରୁଙ୍କୁ ଯେମିତି ପ୍ରତ୍ୟେକଟି ଲୋକ ତା ଭିତରେ ଦେଖେ, ଏଇଟା ହଉଛି ଗୋଟେ ଶିଷ୍ୟର ଦାୟିତ୍ୱ। ମଣିଷ ଏଇ ଯଦି ମନ ଅସୁସ୍ଥତା ହେଇଯାଏ ତାହେଲେ ରୋଗ ଆସେ। ମନକୁ ସବଳ କରିବାର ହେଲେ ଆମେ ତାଙ୍କର ନୀତି ବିଧି ଅନୁଯାୟୀ ଚଳିବାକୁ ପଡିବ। ମନ ଅସୁସ୍ଥ, କାରଣ ଠାକୁର ଏଥିପାଇଁ କହୁଛନ୍ତି ଯଦି ମନ ଅସୁସ୍ଥ ହେଲେ ଏଇ ଅସୁସ୍ଥଟାକୁ ନିରାକରଣ କରିବା ପାଇଁ ମଣିଷ ଯେତେ ଭୁଲ ଭଟକା ସବୁ କରେ ତାର ପ୍ରାୟଶ୍ଚିତ କରାଯାଏ। ପ୍ରାୟଶ୍ଚିତ ଭିତରେ ଦେଇ ସେ ତାର ଅନୁତାପ ଆସେ। ଅନୁତାପ ଠାକୁର କହୁଛନ୍ତି ଅନୁତାପ ହିଁ ତୁଷାନଳ। ଏଇ ଯୋଉ ଅନଳରେ ତାର ଯୋଉ ଦୋଷ ଗୁଡିକ ସବୁ ପୋଡି ଜଳିଯାଏ, ତା ଅନ୍ତକରଣ ସାର ସେ ଏକଦମ ରେ ତାର କିଛି ମଇଳା ତା ଭିତରେ ଜମି ପାରେନି। ଜୀବନ ଗୋଟେ ଜାଜୁଲ୍ୟମାନ ହେଇକିରି ତା ଜୀବନ ବାହାରେ। ସେଥିଲାଗି ଠାକୁର କହୁଛନ୍ତି ଗୋଟେ ବର୍ଷରେ ଥରେ ଗୋଟେ ଚାନ୍ଦ୍ରାୟଣ ବ୍ରତ କରାଯାଏ, କରିବାଟା ଭଲ। ତାପରେ ଏମିତି ତ ଶିଶୁ ପ୍ରାଜାପତ୍ୟ ଇତ୍ୟାଦି କଥା ବି ଠାକୁର କହିଛନ୍ତି, ମାସକୁ ଥରୁଟିଏ ହେଲେ ବି ଭଲ। କାରଣ ଏସବୁ ଅନ୍ତଃକରଣ ଶୁଦ୍ଧି ନହେଲେ, ଆତ୍ମ ଶୁଦ୍ଧି ନହେଲେ ଆମେ ତାଙ୍କୁ ପ୍ରାପ୍ତି ହେଇପାରିବା ନାହିଁ, କିମ୍ବା ତାଙ୍କର କଥାକୁ ସହଜରେ ବୁଝିବା, ହଜମ କରିବା ଏବଂ ପରିପାଳିତ କରିବା ନିଖୁଣ ଭାବରେ, ସେଟା ସହଜ ହୁଏ ନା। କାରଣ ଏଥିରେ ଗୋଟେ ମାନିବାର ମନ ଯଦି ତାଙ୍କୁ ନ ମାନେ, ତାହେଲେ ଏଇ ଅମାନିଆ ଗୁଣ ଗୁଡାକ ଭିତରେ ପଶିଲେ ଅନ୍ୟାନ୍ୟ କଳୁଷ କାଳିମା ଗୁଣ ଗୁଡାକ ଭିତରେ ପଶିକିରି ମଣିଷକୁ ନଷ୍ଟ କରିଦିଏ। ଋଷିମୁନି ମାନେ ଏଇ ଯୋଉ ଆମର ପ୍ରାୟଶ୍ଚିତର କଥା ମଧ୍ୟ ପ୍ରଚଳିତ କରିଛନ୍ତି। ପ୍ରାୟଶ୍ଚିତ ସେତେବେଳେ ବହୁତ ମାତ୍ରାରେ ଥିଲା, ଋଷିମୁନି ମାନେ ତା ମଧ୍ୟ କରୁଥିଲେ। ଏଇ ଗୋଟେ ଅଛି ଆମର ପୁରାଣରେ, ଶଙ୍ଖ ମୁନି ଆଉ ଲିଖିତ ମୁନି, ଏ ଦୁଇ ଭାଇ ଥିଲେ, ଅତ୍ୟନ୍ତ ପ୍ରଖର ଏବଂ ପ୍ରଭାବଶାଳୀ ମଧ୍ୟ। ଶଙ୍ଖମୁନି ଗୋଟେ ବିରାଟ ଏମିତି ବଗିଚା କରିଥିଲେ, ସୁନ୍ଦର ବଗିଚା କରିଥିଲେ, ସେଥିରେ ଫଳ ପୁଷ୍ପରେ ଭରପୁର ଥିଲା। ତାଙ୍କର ସାନ ଭାଇ ହେଲେ ଲିଖିତ ମୁନି। ଲିଖିତ ମୁନି ଏମିତି ବୁଲୁ ବୁଲୁ ଗୋଟେ ପାଚିଲା ଆମ୍ବଟା ଆଣିକିରି ସେ ତାକୁ ଖାଇଲେ। ଇଏ ଯେତେବେଳେ ଆସି ଦେଖିଲେ ସାନ ଭାଇ ଗଛରୁ ଆଣି ଆମ୍ବ ଖାଉଛନ୍ତି, ସେ କିଛି କହିଲେନି। ତାପରେ ସେ କହିଲେ, ଭାଇ ମୁଁ ଏମିତି ଗୋଟେ ଆମ୍ବ ଛିଡେଇ ଦେଇଛି, ଆଉ ତୁମକୁ ପଚାରିନି, ଆଉ ନା ଏଥିପାଇଁ ତୁମକୁ ଦଣ୍ଡ ଦବାକୁ ହବ। ତୁମେ ଏଇଟା ନ ପଚାରି କେମିତି ତମେ ଗୋଟେ ଆମ୍ବ ଏଠୁ ନେଲ ଏବଂ ଖାଇଲ ମଧ୍ୟ। ଲିଖିତ ମୁନି ତାକୁ ମଧ୍ୟ ଗ୍ରହଣ କରିଗଲେ। ଇଏ କଥାଟା ଯାଇକି ରାଜ ଦରବାରରେ ପଡିଲା। ରାଜା ମଧ୍ୟ ଭାବିଲେ ଇଏ କଥାର କିଛି ନାହିଁ, ଜଣେ ଏତେ ଉଚ୍ଚ କୋଟିର ମୁନି ଋଷି, ତାଙ୍କୁ ପୁଣି ଦଣ୍ଡ କଣ ଦବାକୁ ଏମାନେ କହୁଛନ୍ତି। କିନ୍ତୁ ଶଙ୍ଖମୁନି କହିଲେ ନା, ଯେହେତୁ ସେ ଦୋଷ କରିଛି, ଏଇଟା କରିବା କଥା ନୁହଁ। ଯାହାର ବଗିଚା ତାର ବିନା ଅନୁମତିରେ ତାକୁ ନ ପଚାରି, ତାର ଆଦେଶ ନ ଆଣି ଏଇଟା କରିବା ଗର୍ହିତ ଅପରାଧ, ତାର ଅମଙ୍ଗଳ। ସେଟା ଦୋଷଯୁକ୍ତ, ତାକୁ ଦଣ୍ଡ ଦିଅନ୍ତୁ। ଏହା ପାଇଁ ଦଣ୍ଡ କଣ ଆପଣଙ୍କର ଅଛି ବିଧାନରେ, ତାକୁ ଆପଣ କୁହନ୍ତୁ।
ରାଜା ଅତ୍ୟନ୍ତ ଦୁଃଖିତ ହେଇକି ତାଙ୍କ ମନ୍ତ୍ରୀ କହିଲେ, ଆଚ୍ଛା ଏଇଟାକୁ ଯଦି ଚୋରିରେ ନିଆଯିବ, ଯେହେତୁ ଏସବୁ ନ ପଚାରି ତାଙ୍କୁ ସେ ନଥିଲା ବେଳେ ଆଣିଛନ୍ତି, ଚୋରି ପାଇଁ ଦଣ୍ଡ କଣ? ମନ୍ତ୍ରୀ କହିଲେ ଚୋରି ପାଇଁ ଦଣ୍ଡ ହେଲା ତାଙ୍କର ଯୋଉ ହାତ ଦେଇ ସେ ଏଇ ଭୁଲ କାମ କରିଛନ୍ତି, ସେ ଦିଟା ହାତକୁ ହାଣି ଦିଆଯିବ। ସେଇଟା ମଧ୍ୟ ଲିଖିତ ମୁନି ସ୍ୱୀକାର କଲେ। ରାଜଦରବାରରେ ସମସ୍ତେ ଅଛନ୍ତି, ବଡ ଭାଇ ଶଙ୍ଖ ମୁନି ବି ଅଛନ୍ତି। ତାଙ୍କର ଦୁଇ ହାତକୁ କାଟି ଦିଆଗଲା। ସେମିତି ଝରଝର ହେଇକି ରକ୍ତ ବହୁଛି, ସେ ଠିଆ ହେଇଛନ୍ତି, ସମସ୍ତେ ଦୁଃଖିତ। ତାଙ୍କର ପ୍ରାୟଶ୍ଚିତ ହେଲା ଏଇଟା। କିନ୍ତୁ ପ୍ରାୟଶ୍ଚିତ ପରେ ତାଙ୍କର ଦୋଷ ମୁକ୍ତ ସେ ହେଇଛନ୍ତି। ସେଇ ଶଙ୍ଖ ମୁନି ତାଙ୍କ ବଡ ଭାଇଙ୍କ ଦ୍ଵାରା ସେ ପୁଣି ତାଙ୍କର ହାତ ପୁଣି ପାଇଛନ୍ତି। କହିବାର କଥା ହଉଛି, ଏଇଭଳି ଯଦି ମଣିଷ ଦୋଷ ମୁକ୍ତ ନହେଲା, ଏଇ ଯୋଉ ଅମାନିଆ ବୃକ୍ଷ ଯଦି ମନ ଭିତରେ ଆମେ ରୋପଣ କରୁଛେ, ୟାରି ଭିତର ଦେଇ ବହୁତ କୁ ଅଭ୍ୟାସର ଆମ ଭିତରେ ପ୍ରବେଶ କରୁଛି। ଶ୍ରୀ ଶ୍ରୀ ବଡମା ଏମିତି ଥରେ ରାନ୍ଧୁଛନ୍ତି, ରାନ୍ଧିବାର ବେଳେ ସେଇ ପାଠ ଦେଇ ଆମର ହେମକବି, ଆମେ ଯାହାକୁ ଜାଣିଛେ ତାଙ୍କୁ ଏକନିଷ୍ଠ ଭକ୍ତ, ଆଗରୁ ମଦ୍ୟପ ଥିଲେ, ସେ ସେପଟେ ଯାଉଛନ୍ତି। ଏତେ ସୁନ୍ଦର ବାସ୍ନା ପାଇ ସେ ବଡମାଙ୍କ କତିକି ଆସିଲେ, କହିଲେ ମା, ବଡମା ଏତେ ସୁନ୍ଦର ରୋଷେଇ, ଏତେ ସୁନ୍ଦର ବାସ୍ନା। ସେ ବଡମା କହିଲେ, ଆଚ୍ଛା ତୁମେ ଖାଇବ କି? ସେ ସମ୍ମତି ଜଣେଇଲେ, କହିଲେ ଆଚ୍ଛା ଠିକ ଅଛି, ମୁଁ ଠାକୁରଙ୍କୁ ପଚାରିକିରି ତୁମକୁ ଖାଇବାକୁ ଦେବି। ସେ ସେଟା କରିପାରିଥାନ୍ତେ, ଏ ବସନ୍ତୁ କହିଥାନ୍ତେ, ନିଅନ୍ତୁ କହିଥାନ୍ତେ, ନିଅ ଖାଅ, କାରଣ ଆମେ ତାଙ୍କର ସନ୍ତାନ। କିନ୍ତୁ ପ୍ରଭୁଙ୍କର, ଗୁରୁଙ୍କର, ସ୍ୱାମୀଙ୍କର ବିନା ଅନୁମତିରେ ସେ ଯେ କିଛି କାମ କରିବେ ନାହିଁ, ସେ ସେଟା ଆମକୁ ଶିଖେଇଲେ। ଶ୍ରୀ ଶ୍ରୀ ବଡଦା ଯେତେବେଳେ ଥିଲେ ଆମର ଗୋପାଳ କୃଷ୍ଣ ବିଶ୍ୱାସ, ଗୋପାଳ ସେତେବେଳେ ଆମର ଥାନ୍ତି ପ୍ରେସିଡେଣ୍ଟ। ସେମିତି ସେ ଗୋଟେ ଆମର ଆଶ୍ରମରେ ବଡ ବଡ ବାମ୍ଫି ଥାଏ, ବାମ୍ଫି ପାଖରେ, ବାମ୍ଫିଟା ଏମିତି କୌଣସି ତାର ପ୍ଲାଷ୍ଟର ଟା ଫାଟି ଯାଇଛି, ଗାଧେଇବା ପାଇଁ ଅସୁବିଧା ହଉଛି। ଆଉ ବେଳେ ବେଳେ କିଏ ପଡିଗଲେ, କଣଟା ପଡିଗଲେ ତା ଭିତରୁ ଆଉ ବାହାରୁନି। ସେ ତାକୁ ଅନ୍ୟମାନେ ଗୁରୁ ଭାଇ ଆସି କହିଲେ, ଗୋପାଳ ଦା, ଆଉ ଯଦି ଏଇଟା ଯଦି ଆମର ଟିକେ ପ୍ଲାଷ୍ଟର ହେଇଯାଆନ୍ତା ତାହେଲେ ଭଲ ହୁଅନ୍ତା। ଗୋପାଳ ଦା କହିଲେ ଠିକ ଅଛି। ଗୋପାଳ ଦା କଣ କଲେ ନା, ତାକୁ 2-3 ଦିନ ପରେ ସେଟାକୁ ସୁନ୍ଦର, ସେଇ ଯୋଉ ଫାଟଟା ଥିଲା, ସେ ଫାଟଟାକୁ ପ୍ଲାଷ୍ଟର କରିଦେଲେ। ଏବଂ ତାପରେ କାଳେ କିଏ ଚଢିଯିବ, ସେ ପୁଣି ଦାଗ ହେଇଯିବ, ପୁଣି ଖରାପ ହବ ବୋଲି ସେଠି ଗୋଟେ ବାଡ଼ ବି ଦେଇଦେଲେ। ଏମିତି ଅନ୍ୟାନ୍ୟ ଗାଧେଇଲା ବେଳେ ଜଣେ ଆମର ଗୋଟେ ଗ୍ରୋନଅପ୍ ଝିଅ, ସେ ଗାଧଉଥିଲା, ଗାଧେଇଲା ବେଳେ ତାପରେ ଟିକେ ଚଢି ଯାଇଛି। ସେଠୁ ଏଇ କଥାଟାକୁ ନେଇକିରି ଆମ ଗୋପାଳ ଦାଙ୍କୁ ମଧ୍ୟ ଅନ୍ୟମାନେ କହିଲେ। ଦେଖିଲେ ଗୋପାଳ ଦା ଆସିଲେ, କହିଲେ ସୁନ୍ଦର ଜିନିଷଟା ହେଇଥିଲା, ଏଇ ତା ଗୋଡ ପଡିଗଲା, ଏ ଦାଗ ହେଇଗଲା, ପୁଣି ଏଇଟା କରିବାକୁ ପଡେ। ଏମିତି ହେଇକିରି ସେ ଏଇଟା ବିରକ୍ତି ହେଲେ, ଏବଂ ସେଇ ଯୋଉ ଝିଅଟି କୁ ନେଇ ଗାଳି କଲେ। ଏମିତି ଶ୍ରଦ୍ଧାରେ, କିନ୍ତୁ ଟିକେ କଟୁ କଥା ବି କହିଲେ, କି ତାକୁ ଭଲ ଲାଗିଲାନି, ଝିଅଟାକୁ ଭଲ ଲାଗିଲାନି, ଯେଉଁ ପରିବେଶରେ ଯୋଉମାନେ ସେ ଥିଲେ ତାଙ୍କୁ ଯଦିଓ ଭଲ ଲାଗିଲାନି, କିନ୍ତୁ ଇଏ ଭୁଲ କରିଛି ବୋଲି, ଗାଳିଟା ଠିକ ହେଇଛି ବୋଲି ସମସ୍ତେ କହିଲେ। କିନ୍ତୁ କିଛି ବ୍ୟକ୍ତି ଯାଇକି ତାକୁ ତାର ବାପା କହିଲେ, ଦେଖ ତୁମର ବଢିଲା ଝିଅ, ବଡ ହେଲାଣି, ପାଠଶାଠ ପଢିଛି। ଗୋପାଳ ଦା ତାଙ୍କୁ ଏମିତି ଗୋଟେ କହିଲେ, ତାକୁ ଗୋଟେ ଅପମାନ ଲାଗିଲା ଇତ୍ୟାଦି। ତାକୁ ଟିକେ ଏମିତି ତାଙ୍କ ବାପାଙ୍କୁ ଯେମିତି ଏଇ କଥାଟା ଖରାପ ଲାଗିବ ଏବଂ ବାପା ଉତ୍ତେଜିତ ହେବେ, ଏଇ କଥା ଅନ୍ୟମାନେ ଯାଇ ତାଙ୍କୁ କହିଲେ। ଏବଂ ତାଙ୍କୁ ମଧ୍ୟ କହିଲେ ଯେ ତୁମେ ତାଙ୍କୁ ଆଉ କିଛି ନ ପଚାରି ତୁମେ ସିଧାସଳଖ ଯାଇକି ଶ୍ରୀ ଶ୍ରୀ ବଡଦାଙ୍କୁ ଅଭିଯୋଗ କର ଯେ ତାଙ୍କ ଏଇ କଥାଟା କହିବାଟା ଭୁଲ, ସେ ଆଉ ଏମିତି କାହାକୁ ଏମିତି ବ୍ୟବହାର କରିବେନି, ମନ ଇଚ୍ଛା କାହିଁକି ବ୍ୟବହାର କରୁଛନ୍ତି, ଇତ୍ୟାଦି କଥା ତାଙ୍କୁ କହିକିରି କହିଲେ ତୁମେ ଶ୍ରୀ ଶ୍ରୀ ବଡଦାଙ୍କ ପାଖରେ ଏଟା କୁହ। ତା ପରଦିନ ସକାଳେ ପ୍ରାର୍ଥନା ପରେ ପରେ ଇଏ
ଶ୍ରୀ ଶ୍ରୀ ବଡଦା ବସିଛନ୍ତି, ଇଏ ବାପ ଝିଅ ଯାଇ ସେଠି ଠିଆ ହେଇଛନ୍ତି। ଯେତେବେଳେ ଗୋପାଳ ଦା ଗଲେ ସମସ୍ତ ପ୍ରାର୍ଥନା ସାରି ଶ୍ରୀ ଶ୍ରୀ ବଡଦାଙ୍କୁ ପ୍ରଣାମ କରିବା ପାଇଁ, ସେ ଚିନ୍ତା କରିଛନ୍ତି ଯେ ଏମିତି କହିବାଟା କାଳେ ଝିଅକୁ ଭଲ ଲାଗି ନଥିବ ମୋ କଥାଟା, ମୁଁ ଯାଇ ତାଙ୍କ ଘରେ କହିଦେବି, ମା ଏଇଟା କହିବାଟା ମୋର ଭୁଲ ହେଇଗଲା, ଆଉ ଝିଅ ହିସାବରେ କହିଲି, ଏଇ ହିସାବରେ ଏଇ ଚିନ୍ତା କରିଛନ୍ତି। ଦେଖିଲା ବେଳକୁ ସେ ଆସି ଠିଆ ହେଇଛନ୍ତି। ଇଏ ଅନୁମାନ କରିନେଲେ ବୋଧେ କାଲିର ଘଟଣାକୁ ଇଏ ଆସି ଶ୍ରୀ ଶ୍ରୀ ବଡଦାଙ୍କ ପାଖରେ କହିବେ। ବଡଦା କହିଲେ, ବଡଦା ତାଙ୍କର କଥା ମଧ୍ୟ ଶୁଣିଲେ, କଣ ପାଇଁ ଆସିଛ ବୋଲି ସେ ପଚାରିଲେ ଶ୍ରୀ ଶ୍ରୀ ବଡଦା। ସେ କହିଲେ କାଲିର ଘଟଣା, ଏମିତି ଏମିତି ଆମକୁ ଗୋପାଳ ଦା କହିଛନ୍ତି। ଗୋପାଳ ଦାଙ୍କୁ ପଚାରିଲେ, ଏମିତି ତୁମେ ତା କାହିଁ ଏମିତି କହିଲ? ନା ମୁଁ ସେ ଏମିତି ପ୍ଲାଷ୍ଟରଟା ହେଇଥିଲା, ଆଉ ଯାହା ଯାହା ହେଇଥିଲା ସେ ସବୁ କହିଲେ, ଆଉ ମୁଁ ତାକୁ ଏମିତି ଟିକେ କଡାକିରି କହିଦେଇଛି, ଏଇଟା ପ୍ରକୃତରେ ମୋର ଭୁଲ, ଆଉ ଯଦି ତାକୁ କଷ୍ଟ ହେଇଛି ମୁଁ ତାକୁ କ୍ଷମା ପ୍ରାର୍ଥନା କରୁଛି। ବଡଦା ତାକୁ ଶୁଣିଲେ। ବଡଦା ଆଉ ସେ ବିଷୟରେ ଆଉ କଥା ନ ନେଇ କହିଲେ, ତମେ ଏଇ ଯୋଉ ପ୍ଲାଷ୍ଟରଟା କଲ, ଏଇଟାକୁ ମତେ ତମେ ତ ପଚାରିନ, ତମେ ତ କେମିତି ଏଇଟା କଲ? ଦେଖନ୍ତୁ କଥାଟା କିଛି ନାହିଁ, ଏଇଟା ଆମେ କହେ ଏ ତ ସାମାନ୍ୟ କଥା, ଏଇଟାକୁ ଆମେ ପଚାରିବୁ କଣ, ଏ ତ ଦେଖାଯାଉଛି ଏଇଟା ଆମେ କରିଦେବୁ ନା। ପ୍ରତ୍ୟେକଟି କଥା ଯେହେତୁ ସେଇଟା ଆଶ୍ରମରେ ଯାହା ବି ହବ ସେ ସେ ଆମକୁ ସୂଚେଇ ଦିଅନ୍ତି, ପ୍ରତ୍ୟେକଟି କଥା ତୁମେ ମୁଖ୍ୟଙ୍କୁ କହିବ, ଆଚାର୍ଯ୍ୟଙ୍କୁ ଜଣେଇବ। ଜଣେଇକିରି କରିବା ଭିତରେ ଦେଇ ତୁମର ଏଇ ଯୋଉ ତୁମ ଭିତରେ ଯୋଉ ମାନେ ପଶିବାକୁ ଚାହୁଁଛି ଅମାନିଆ ଗୁଣ, ଏଇ ଅମାନିଆ ଗୁଣ ଭିତରେ କେତେ କାମ, କ୍ରୋଧ, ଲୋଭ ଇତ୍ୟାଦି ସବୁ ଜିନିଷ ପଶିଯିବ। ସେ ଆମକୁ ଏଇ ନିଷ୍କଳଙ୍କ କରିବା ପାଇଁ, ଆମର ଏଇ ଯୋଉ ପଥକୁ ବନ୍ଦ କରିବା ପାଇଁ ସେ ଗୋପାଳ ଦାଙ୍କୁ କହିଲେ, ତମେ କାହିଁ ଏମିତି କଲ? ଏଟା ତମର କରିବାର ତ ନଥିଲା, ମତେ ପଚାରିଥିଲ? ସିଏ ତେଣୁ କ୍ଷମା ପ୍ରାର୍ଥନା କଲେ। ଏଇ ଆମର ଏଇ କଟକର ଘଟଣା, ଏଇ ଯେତେବେଳେ ଆମର ଶ୍ରୀ ଶ୍ରୀ ବଡମା ଶ୍ରୀ ଶ୍ରୀ ବଡଦାଙ୍କର ତାଙ୍କର ବିଗ୍ରହକୁ ଆଣି ଠାକୁରଙ୍କ ପାଖରେ ରଖିଲେ, କିଛି ରିପେୟାରିଂ କରିବା ପାଇଁ ତା ପଛପଟ। ଏଇ କଥାଟା ସେ ଆଗରୁ କରିଛନ୍ତି ଆମର କର୍ମୀ ମାନେ, କିନ୍ତୁ ଏଇ କଥାଟାକୁ ଯେତେବେଳେ ଆଚାର୍ଯ୍ୟ ଦେବ ଜାଣିଲେ, ତାଙ୍କୁ ଡକେଇଲେ, ତାଙ୍କୁ ପାଞ୍ଜା ରଖିଦେଲେ ଏବଂ କହିଲେ, ଏଇ ଜିନିଷଟା ତମେ କାହାକୁ ପଚାରି କରିଛ? ତମେ ବିଗ୍ରହ ଯିଏ ସ୍ଥାପନ କରିଥିଲେ ତମେ ତାଙ୍କୁ ପଚାରିବ। ଆମେ କିନ୍ତୁ ଏଇ ସବୁ ଏଇ ଛୋଟ ଛୋଟ ଆମେ ଭାବୁ ଜିନିଷଟା ଛୋଟ, ଏଇ ଛୋଟ ଭିତର ଦେଇ ବିରାଟ ବିରାଟ ଫାଙ୍କ ସୃଷ୍ଟି ହୁଏ, ଯାହା ଫଳରେ କି ଆମ ବ୍ୟକ୍ତିତ୍ୱ ନଷ୍ଟ ହେଇଯାଏ। ଆମେ ସମସ୍ତେ ଏଇ ଆମର କଟକ ଘଟଣା ପ୍ରାୟ ଓଡିଶାର ସମସ୍ତେ ଜାଣିଛନ୍ତି, କିନ୍ତୁ ସିଏ ଚାହାନ୍ତି ଆମେ ନିଖୁଣ ଜୀବନଟା ଆମର ନିର୍ଭୁଲ ହଉ। ଆମେ ନିର୍ଭୁଲ ନହେଲେ ଆମେ ତାଙ୍କ ଏଇ କଳୁଷ କାଳିମା ମନରେ ଆମେ ତାଙ୍କୁ ପ୍ରାପ୍ତି ହେଇପାରିବାନି। ଆମର ପ୍ରାପ୍ତିଟା ରହିଯିବ, ସେ ଆମ ପାଇଁ ବହୁତ ବ୍ୟାକୁଳ। ସେ ଚାହାନ୍ତି ଆମେ ଗୋଟେ ନିଖୁଣ ମଣିଷ ହବା, ଗୋଟେ ଜାଜୁଲ୍ୟ ମାନେ ଆମର ବ୍ୟକ୍ତିତ୍ୱ ହବ। ଏଇ ବିନାୟକ ଦା ଥରେ ବସିଛନ୍ତି, ଆଲୋଚନା ଏମିତି ହଉଛି, କହିଲେ ତୁମ ଠାରୁ ଯେମିତି ଜ୍ୟୋତି ବାହାରିବ। ଶ୍ରୀ ଶ୍ରୀ ବିନାୟକ ଦାଙ୍କୁ ଶ୍ରୀ ଶ୍ରୀ ବଡଦା ପଚାରିଲେ, ଆରେ ଜ୍ୟୋତିଟା କଣ, ଜ୍ୟୋତିଟା କେମିତି ବାହାରିବ? ସେ କିଛି ଆଉ କହିପାରିଲେନି। ଶ୍ରୀ ଶ୍ରୀ ବଡଦା କହୁଛନ୍ତି, ତୁମର କଥାବାର୍ତ୍ତା, ତୁମର ଚାଲିଚଳନି, ତୁମର ଚାହାଣୀ, ୟାରି ଭିତର ଦେଇ ସେ ପରିସ୍ଫୁଟିତ ହେବେ, ସେ ଜ୍ୟୋତିର୍ମୟ ପୁରୁଷ। ୟାରି ଭିତରେ ହିଁ ତୁମର ଆଭା, ତୁମର ଜ୍ୟୋତି ବିକିରଣ କରିବ। ଆମେ ବହୁ ଜିନିଷକୁ ଆମେ ତ ଆମର ମସ୍ତିଷ୍କ ଭିତରେ ଆମେ ତାକୁ ଗ୍ରହଣ କରି ପାରୁନା ଅର୍ଥ ଆମେ ତାଙ୍କ ସହିତ ଯୋଗଯୁକ୍ତ ହେଇ ରହୁନା। ଦ୍ୱିତୀୟ କଥା କଣ ନା, ଆମେ ନିତ୍ୟ ନୈମିତ୍ୟ ନାମଧାନ ପରାୟଣ ହିଁ ରହୁନା। ଆମେ ତାଙ୍କ କଥାକୁ ଏମିତି ବେଳେ ବେଳେ ମାନେ ହାଲକା ଭାବରେ ନେଇଯାଉ, ଯାହା ଫଳରେ କି ଏଥିରେ ବଡ ବଡ ଭୁଲ କରି ବସୁ, ଯୋଉ ଭୁଲରେ କି ଆମର ପ୍ରାୟଶ୍ଚିତ ପାଇଁ ସିଏ କଷ୍ଟ ପାଆନ୍ତି। ଏଇ ଆମର ସତ୍ୟାନ ଶରଣରେ ଗୋଟେ ଅଛି, ସତ କୁହ କିନ୍ତୁ ସଂହାର ଆଣ ନାହିଁ। ସତ କଥା କହିବା ଭଲ, ଭାବିବା ଅନୁଭବ କରି ଆହୁରି ଭଲ।
ସତ କଥା କୁହ, ସତ କୁହ କିନ୍ତୁ ସଂହାର ଆଣ ନାହିଁ। ଆମେ ବେଳେ ବେଳେ କହୁ କଷ୍ଟ ହଉ କିନ୍ତୁ ମୁଁ ଏଇଟାକୁ ଅ ମାନେ ଠିକ ଟା ହିଁ କହିବି। କିନ୍ତୁ ଯଦି ମୁଁ ଗୋଟେ ଠିକ କଥା କହିଲେ ଯଦି ତାକୁ ଆଘାତ ଲାଗୁଛି, ତାର ବ୍ୟକ୍ତିତ୍ୱରେ ପ୍ରତି ପରିବେଶ କୁଠାରଘାତ କରୁଛି, ମୋର କଥାରେ ସେ ମ୍ଳାନ ପଡି ଯାଉଛି, ତାର ସମସ୍ତ ବିକାଶ ଜିନିଷ ଗୁଡାକ ଆସ୍ତେ ଆସ୍ତେ ନିମ୍ନଗାମୀ ହଉଛି, ସେଇ ସତଟାକୁ ପରିବେଶ ଭିତରେ ଅନ୍ୟ ଆଗରେ କହିବା, ଅପମାନିତ କରିବା, ଏଇଟା ହଉଛି ଭୁଲ, ଏଇଟା ହଉଛି ସଂହାର। ମୁଁ କହିଦେଲି ଏଇଟା ନିର୍ମମ ସତ ମୁଁ କହିଦେଲି, କିନ୍ତୁ ୟା ଦ୍ଵାରା ସତ କଥାରେ ଯଦି ବିକାଶ ନହେଲା, ଯଦି ତାର ଉନ୍ନତି ନହେଲା, ସେଇ ସତରେ ତାର ଭୁଲକୁ ଯଦି ନ ସୁଧାରି ଦେଲା ମାନେ ଆନନ୍ଦ ଭାବରେ, ତାହେଲେ ଏଇ ସତର କିଛି ତାତ୍ପର୍ଯ୍ୟ ନାହିଁ। ଏଇ କଥାରେ ଗୋଟେ ସୁନ୍ଦର କଥା ଅଛି ଆମର ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପୁରାଣରେ। ଜଣେ ଭାଇ ଜଣେ ସାଧୁ ଜଣେ ଏମିତି ବସି ତପସ୍ୟା କରୁଛନ୍ତି। ତପସ୍ୟା କଲା ଭିତରେ ଏଇ ଆମର ଜଣେ କଂସେଇ ଗୋଟେ ଗାଈ ନେଇ ଯାଉଥିଲା। ଗାଈ ନେଇ ଯାଉଛି, ଗାଈକି ଗୋଟେ ଜାଗାରେ ଠିଆ କରିଦେଇଛି, ବାନ୍ଧି ଦେଇଛି। ବାନ୍ଧି ଦେଇକି ସେ ଯାଇକିରି ଜଳଖିଆ କରୁଛି। ଜଳଖିଆ କଲା ଭିତରେ ଗାଈଟା ତାର ଭାଷା ନ କହୁ ଜାଣି ପାରିଛି ଇଏ କଂସେଇ, ଇଏ ମତେ ନେଇକିରି ମତେ ମାରିଦବ ଏବଂ ମୋର ମାଂସ ଖାଇବ, ମାଂସ ବିକିବ ଖାଇବ। ଏଇ କଥାକୁ ଚିନ୍ତା କରି ସେ କୌଣସି ମତେ ପଘା ଛିଣ୍ଡେଇ ସେ ପଳେଇ ଯାଇଛି। ଯୋଉ ବାଟେ ଯାଇଛି ସାଧୁ ତାକୁ ଦେଖିଛନ୍ତି। ସେ ଗଲା ପରେ ଗାଈ ସେ ଯୋଉ ପରିବେଶକୁ ଯାଇଛି ତାକୁ ଭଲ ଲାଗିଛି, ଜାଣିଲା ଏଇଟା ମୁଁ ଯଦି ଏଠି ଲୁଚି ଯାଏ ତାହେଲେ ସାଧୁ କହିବେନି, ମୁଁ ମଧ୍ୟ ରକ୍ଷା ପାଇପାରିବି, ମୋର ଏଇ ଶରୀର ମଧ୍ୟ ଖଣ୍ଡ ବିଖଣ୍ଡିତ ହବନି। କିନ୍ତୁ ସେ ଯେତେବେଳେ ସେଇ କଂସେଇ ଆସିଲେ, ପଚାରିଲେ ମୁଁ ଗୋଟେ ଗାଈ ବାନ୍ଧୁଥିଲି, ଏଠି କୁଆଡେ ଗଲା ଆପଣ ଦେଖିଛନ୍ତି? ସାଧୁ କହିଲେ ହଁ ଏଇ ବାଟେ ଯାଇଛି। ତାପରେ ସେ ସେଇ ବାଟେ ଯାଇ ତାଙ୍କୁ ଗାଈକି ଆଣିଛି, ଗାଈକି ଆଣିକିରି ସେ ପୁଣି ତାକୁ ନେଇଯାଇଛି। ଏ କଥାଟା ଏଇଠି ରହିଲା। ତାପରେ ସାଧୁଙ୍କର ମଧ୍ୟ ସେ ବୁଢା ହେଇଛନ୍ତି, ଚାଲି ଯାଇଛନ୍ତି, ଗଲା। ଏମିତି ଆଉ ଜଣେ ଭକ୍ତ ସେ ଜଗନ୍ନାଥଙ୍କ କତିକି ଯିବା ପାଇଁ ସଂକଳ୍ପ କରିଛନ୍ତି। ସେତେବେଳେ ତ କେମିତି ଆମର ଯାତାୟାତର ସୁବିଧା ନଥିଲା, ଚାଲି ଚାଲି ଯିବାକୁ ପଡୁଥିଲା, ବହୁତ ବହୁତ ବାଟରୁ ସେ ଆସିଛନ୍ତି। ଏମିତି ତାଙ୍କର ଉଦ୍ଦେଶ୍ୟ ହେଲା ମୁଁ କାହା ଘରେ ରହିବେନି, ଯୋଉଠି ସନ୍ଧ୍ୟା ହବ ମୁଁ ଯୋଉଠି ଦେଖିବି କାହା ପିଣ୍ଡା ଇତ୍ୟାଦିରେ ଟିକେ ଶୋଇ ପଡିବି ଏବଂ କୋଉଠି କିଛି ଖାଇବିନି, କାହାର ମଧ୍ୟ ସେବା ନେବିନି ଇତ୍ୟାଦି କହି ଆସିଛନ୍ତି। ଦୀର୍ଘ ପଥ ଅତିକ୍ରମ କରି ଆସିଛନ୍ତି। ଆସିଲା ପରେ ପୁରୀ ଖୁବ କମ ବାଟ ଅଛି। ସେ ଜାଣିଲେ ଯେ କାଲି ମୁଁ ଯାଇ ପୁରୀରେ ପହଞ୍ଚିବି। ସେ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି। ସେଇ ଆଶ୍ରୟ ଭିତରେ ସେ ପିଣ୍ଡାରେ ଶୋଇଛନ୍ତି। ଏମିତି ଯେତେବେଳେ ସନ୍ଧ୍ୟା ହେଇଗଲା, ରାତି ଟିକେ ବଢିଲା, ସେ ଜଣେ ଘରୁ ସେ ଘରେ ଦି ଜଣ ସ୍ୱାମୀ ସ୍ତ୍ରୀ ଥିଲେ। ମା ଜଣେ ଆସିଲେ, କହିଲେ ଆପଣ କାହିଁକି ଏଠି ପିଣ୍ଡାରେ ଶୋଇବେ, ଆପଣ ଆସନ୍ତୁ ଆମ ଘରକୁ, ଆମର କେହି ନାହାନ୍ତି, ସ୍ୱାମୀ ସ୍ତ୍ରୀ ଆମେ ଅଛୁ, ଆପଣ ଆସନ୍ତୁ। ଏ କହିଲେ, ସାଧୁ କହିଲେ ନା ନା ମୁଁ ଚିନ୍ତା କରି ଆସିଛି, ମନରେ ଚିନ୍ତା କରି ଆସିଛି ଯେ ମୁଁ କାହା ଘରେ ରହିବିନି, କାହାଠୁ କିଛି ଖାଇବିନି, ମୁଁ ଏଇ ଆପଣଙ୍କ ପିଣ୍ଡାରେ ଟିକେ ବାହାରେ ଶୋଇପଡିବି। ସେ ଗଲେ। ତାପରେ ଯେମିତି ରାତି ବଢିଲା, ସେ ମା ପୁଣି ଆସିଲେ, ପୁଣି ଡାକିଲେ। ପୁଣି ଡାକିଲା ପରେ କହିଲେ ଆପଣ ଆସନ୍ତୁ, ମୁଁ ମୋର ସ୍ୱାମୀ ତ ଘରେ ଶୋଇପଡିଛନ୍ତି, ଆପଣ ଆସନ୍ତୁ। ସେ ତାଙ୍କଠୁ କାମର ପ୍ରାର୍ଥନା କରିଛନ୍ତି। ଇଏ କହିଲେ ମା ମୁଁ ସାଧୁ ଲୋକ, ମୁଁ କାଲି ସକାଳେ ଯାଇ ପହଞ୍ଚିବି, ଆପଣ ମୋର ମା, ଆପଣ ମତେ ଏମିତି ଭାବରେ କିଛି ବ୍ୟବହାର କରନ୍ତୁନି। ତାପରେ ରାତି ବଢିବା ସହିତ ସେ କହିଛନ୍ତି ଯଦି ଆପଣ ଆସନ୍ତୁ, ମୁଁ ମୋର ସ୍ୱାମୀ, ଯଦି ଆପଣ ନ ଆସିବେ ତାହେଲେ ମୁଁ ମୋର ସ୍ୱାମୀ କି ମାରିଦେବି, ଆପଣଙ୍କୁ କହିବି ଯେ ମୋ ଘରେ ଆପଣ ଆସି ରହି ମୋ ସ୍ୱାମୀ କି ମାରିଛନ୍ତି, ମୋ ପ୍ରତି କାମ ଲୋଲୁପତା ଦୃଷ୍ଟି ରଖିକିରି। ସେ ବି ସେଇଆ କଲେ। ତାଙ୍କର ସ୍ୱାମୀ କି ହାଣି ଦେଇଛନ୍ତି, ରକ୍ତ ଜୁଡୁବୁଡୁ ହେଇ ଆସିଛନ୍ତି। ଆସିକିରି ଠିକ ପାହାନ୍ତା ପ୍ରହରରେ ଚିତ୍କାର କରିଛନ୍ତି। ସମସ୍ତେ ଗାଁ ଲୋକ ପ୍ରାୟ ଉଠିଛନ୍ତି, ଉଠି ଆସିଲେ, କହିଲେ ଦେଖନ୍ତୁ ଇଏ ବ୍ୟକ୍ତି ଜଣକ ମୋ ଘରେ ପଶି ମୋ ସ୍ୱାମୀ କି ମାରି ମତେ ବ୍ୟବହାର ଖରାପ କରିଛନ୍ତି। ଇଏ ଆଶ୍ଚର୍ଯ୍ୟ ହେଲେ। ଇଏ କିନ୍ତୁ ସମସ୍ତ ଲୋକ ଦେଖିଲେ ଯେ ଇଏ ରକ୍ତ ଜୁଡୁବୁଡୁ ତାଙ୍କ ସ୍ୱାମୀର ମୁଣ୍ଡ କଟା ହେଇଛି।
ୟାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କର ଗ୍ରାମବାସୀ ମାନେ ତାଙ୍କର ଦୁଇଟି ହାତକୁ ମଧ୍ୟ କାଟି ଦେଇଛନ୍ତି। ଯୋଉ ହାତ ଦେଇ ଏମିତି ସେ କଲେ ତାଙ୍କ ଦିଟା ହାତକୁ ସେ କାଟି ଦେଇଛନ୍ତି। କାଟିଦେଲା ପରେ ଇଏ ରକ୍ତ ଜୁଡୁବୁଡୁ ହେଇ ଚିନ୍ତା କଲେ, ପ୍ରଭୁ ମୁଁ କଣ ଦୋଷ କଲି ଯେ ଏତେ ସାଧନା କରି ଆସିଥିଲି, ମୁଁ କାହାର ମୋର ଚିନ୍ତାଧାରାରେ କାହାର ଅନିଷ୍ଟ କରିନି। ତୁମକୁ ଦେଖିବା ପାଇଁ ଆସିଥିଲି, କାଲି ରାତି ଆଜି ପାହାନ୍ତା ହେଲା ଦିନ ହେଲେ ମୁଁ ଆପଣଙ୍କୁ ଦର୍ଶନ କରିଥାନ୍ତି, କିନ୍ତୁ ଏ କୋଉ ଭଳିଆ ମୋର ଦଣ୍ଡ। ଏଇଆ ଚିନ୍ତା କରି ରକ୍ତ ସ୍ରାବ ହଉଛି, ଅତ୍ୟନ୍ତ ଯନ୍ତ୍ରଣାରେ ସେ ପୀଡିତ। ସେ ତାପରେ ପୁଣି ଫେରିଲେ। ଆଉ କଣ ଯିବି, ଫେରିଲା ବାଟେ ଗୋଟେ ନିକାଞ୍ଚନ ଜାଗାରେ ଯେ ଜଣେ ବୃଦ୍ଧ ଆସି ଠିଆ ହେଲେ, କହିଲେ ତୁମର ଏଇ ଅବସ୍ଥା କଣ ହେଲା? ନା ଦେଖନ୍ତୁ ଜଗନ୍ନାଥଙ୍କର ଏଇ ଲୀଳା, ତାଙ୍କୁ ଦର୍ଶନ କରିବା ପାଇଁ ଆସିଥିଲି। ତାଙ୍କୁ ଦର୍ଶନ କରିବାର ଆଉ ଖୁବ କମ ସମୟ ମୋର ଅଛି, କିନ୍ତୁ ପ୍ରଭୁଙ୍କର ଇଏ କି ଦାରୁଣ ଯନ୍ତ୍ରଣା ମୋ ପ୍ରତି। ମୁଁ କିଛି ଭୁଲ କରିନି। ସେ ମାଟି ଯୋଉ ମତେ ଦଣ୍ଡ ଦେଲେ, ସେ ଭୁଲ କହିଲେ, ସେ ମୋଠୁ ଆଶା କରୁଥିଲେ, ମୁଁ ତାଙ୍କ ଆଶାଟାକୁ ପରିପୂରଣ କଲି ନ କରିବାରୁ ସେ ମତେ ଏଇ ଦଣ୍ଡ ଦେଇଛନ୍ତି। ୟାର କଣ ଗୁରୁ ମାନେ ଗୁଢ ରହସ୍ୟ ମୁଁ ଜାଣିପାରୁନି। ଏଟା ତ ଜଗନ୍ନାଥଙ୍କର ଅବିଚାର, ଏ ତ ଅଧର୍ମ। ସେ ବୃଦ୍ଧ ଜଣଙ୍କର ତାଙ୍କର ଏଇ ଯନ୍ତ୍ରଣାକୁ, ସେ ଯେତେବେଳେ ଯନ୍ତ୍ରଣା ଛଟପଟ ହଉଛନ୍ତି, ବୃଦ୍ଧ ଜଣ ସେଇ ଜଗନ୍ନାଥ ସେ ତାଙ୍କୁ ଭାଇ କହିଲେ, ଦେଖ ତୁମର ଏଇଟା ପ୍ରାରବ୍ଧର କର୍ମ ଫଳ। ତୁମେ ଏଇ ଯୋଉ ସ୍ତ୍ରୀ ଲୋକଟି ତୁମକୁ ଏଇ ଦଣ୍ଡ ଦେଲା, ଏ ସ୍ତ୍ରୀ ଲୋକ ତାର ପୂର୍ବ ଜନ୍ମରେ ଗୋଟେ ଗାଈ ଥିଲା। ସେ ଯାହାକୁ ମାରିଲା ସିଏ ଥିଲା, ସେ ଯୋଉ କଂସେଇ ଥିଲା, ଏଇ ଜନ୍ମରେ ସେ ସ୍ୱାମୀ ସ୍ତ୍ରୀ ହେଇକିରି ଆସିଛନ୍ତି। ଆଉ ତୁମେ ସେଇ ସାଧୁ ଲୋକ, ଯିଏ କି ଏଇ ଯୋଉ ସତ୍ୟ କଥାଟା କହିକିରି ତମେ ତୋର ଜୀବନ ଯୋଉ ନବାର କାରଣ ତମେ ହେଲ। ଏଇ କାରଣ, ଏଇ ଯୋଉ କୁକର୍ମ ତମକୁ ଏପର୍ଯ୍ୟନ୍ତ ଗୋଡେଇ ଗୋଡେଇ ଆସିଛି, କିନ୍ତୁ ତୁମର କିଛି ସାଧନା ଥିଲା ବୋଲି ତୁମେ ବର୍ତ୍ତମାନ ହୁଏତ ତୁମ ହାତ ପୁଣି ତୁମେ ପାଇବ, କିନ୍ତୁ ତାର କର୍ମ ଫଳ ସ୍ୱରୂପ ଏଇଟା। ଏବଂ ତାଙ୍କ ଦୟାରୁ ସେ ମଧ୍ୟ ତାଙ୍କ ହାତ ପାଇଛନ୍ତି, ଆଉ ଯନ୍ତ୍ରଣା ମୁକ୍ତ ହେଇଛନ୍ତି। ତାପରେ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। କହିବାର ତାତ୍ପର୍ଯ୍ୟ ହଉଛି, କର୍ମ ଫଳ ଆମକୁ ଗୋଡେଇ ଯିବ। ଆମେ ଜାଣିନେ, ଆମେ କରୁଛେ, ଆମେ ଯାହା ଯାହା ପ୍ରାପ୍ତି ହଉଛେ ସେଇଟା ଆମର ପ୍ରାରବ୍ଧ। କାରଣ ଯେଉଭଳି ବାଛୁରୀ, ବହୁ ସଂଖ୍ୟାରେ ଗାଈ ବାଛୁରୀ ଯୋଉଠି ଯୋଉଠି ସବୁ ଚରୁଥାନ୍ତି, ବାଛୁରୀ ତା ମା ଟାକୁ ତା ଭିତରେ ଯେମିତି ଖୋଜିକିରି ପାଇଦିଏ, ତା କତିକି ଯାଏ, ମା ଗାଈ ମଧ୍ୟ ତାକୁ ପାଇ ତୃପ୍ତି ହୁଏ। ସେଇଭଳି ଆମର କୁକର୍ମର ଏଇ ଯୋଉ ଫଳ ଖୋଜି ଖୋଜି ଆମକୁ ସେ ହିଁ ପ୍ରାପ୍ତି କରେଇବ ହିଁ କରେଇବ, ଦଣ୍ଡ ଦବ ହିଁ ଦବ। ପ୍ରକୃତି ଏହା ପାଇଁ ସବୁବେଳେ ସଜାଗ। ତେଣୁ ଆମେ ମାନେ ଠାକୁରଙ୍କୁ ନେଇଛେ ଜୀବନଟାକୁ ଶୃଙ୍ଖଳିତ କରିବା। ପ୍ରତି ପଦକ୍ଷେପରେ ଯେମିତି ଆମେ ଭୁଲ ନ କରୁ। କୁକର୍ମର ଫଳ କିଏ ଦେଖୁ ବା ନ ଦେଖୁ, ପ୍ରକୃତି ସବୁବେଳେ ଦେଖୁଛି। ତାର କିଛି ଲେଖିବାର କାଗଜ କଲମ କିଛି ଦରକାର ନାହିଁ। ଆମେ ମାନେ ସବୁ ଭାଗ୍ୟବାନ, ଜୀବନରେ ପୁରୁଷୋତ୍ତମକୁ ପାଇଛେ। ପୁରୁଷୋତ୍ତମକୁ ନେଇ ଯଦି ଆମେ ଜୀବନ ଅତିବାହିତ କରୁ, ପ୍ରତ୍ୟେକଟି କଥାରେ ଆମେ ନାମଧାନ ପରାୟଣ ହେଇ ଜାଣିବା, ବୁଝିବା ଆମର ଭିତରେ ଯେ ଏଇଟା ଭୁଲ କି ଏଇଟା ଠିକ। ମୁଁ ଯାହା କରୁଛି ଅନ୍ୟର କଷ୍ଟ ହଉନି ତ? ମୋର ଯୋଉ ଚଳନି ଭିତରେ ପରିବେଶ ଧ୍ୱସ୍ତ ବିଧ୍ୱସ୍ତ ହଉନି ତ? କାରଣ ମୋର ବଡ ପରିବେଶ ହଉଛି ମୋର ପରିବାର, ତାପରେ ଅନ୍ୟମାନେ। ଏଇ ବୃକ୍ଷ ଯଦି ମୋ ଉପରେ ମୁଁ ରୋପଣ କରେ, ମତେ ମୋର ପରିବାର ହିଁ ଆଗେ ହିଁ ମୋର ପ୍ରାପ୍ତ ବୟସରେ ମତେ ହିଁ ଦଣ୍ଡ ଦବ। ମତେ ସେଇ ଯୋଉ ଯାହା ଯାହା ମୁଁ କରିଛି ସେମାନଙ୍କ ଭିତରେ ସେଇଟା ପରିସ୍ଫୁଟନ ହେଇ ସେମାନେ ହିଁ ମତେ ଆଗେ ସେଇଟାକୁ ହିଁ ଦଣ୍ଡ ଦେବେ। ତେଣୁ ଆସନ୍ତୁ ଜୀବନରେ ତାଙ୍କୁ ପାଇଛେ, ଜୀବନରେ ନିର୍ଭୁଲ ହେଇ ଚଳିବା। ତାଙ୍କୁ ପାଇବା ପାଇଁ ହେଲେ ଯଦି ଆମେ 100% ତାଙ୍କର ଗୁଣ ରାଜିରେ ବିଭବାନ୍ୱିତ ନ ହଉ, ତାହେଲେ ସେ ଆମକୁ ପ୍ରାପ୍ତି ହେବେନି। ପ୍ରତ୍ୟେକଟି କଥାରେ, ଚଳନୀରେ। ଏଇ ଯୋଉ ଡିପି ୱାର୍କ ଭିତରେ ଦେଇ ମଣିଷ ତାର ଭୁଲ ଭଟକା ସଜାଡି ନିଏ। ସେ ଦେଖେ ମୋ ଠାରୁ ଇଏ ଭଲ କଥା କହୁଛି, ମୋ ଚଳନୀ ଠାରୁ ୟା ଚଳନୀ ଭଲ,
मोर घरे ठाकुर सजा ठारू या ठाकुर सजा भल समस्त भितर यही बुलिबा भितर दे कारण ठाकुर कहते साधु संग मई देवनीत साधु संग भितर दे मनीष भितर थिबा कलुष कालीम गुड़ाक आस्ते 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 उड़ीकी पलाए तेणु साधु संग आमर नित्य नैमित ही दरकार तेणु आम मैंने भाग्यवान जीवन में पाइचे प्राप्ति हवापी हेले आमे तांकर जहाँ जहाँ विधि विधान जजन जाजन इष्टवृत्ति स्वस्थ सदाचार परायण ही रहिबा निजे सुस्थ रहिबा निजे सुस्थ रहिले इष्ट प्रतिष्ठा करिबा पई ही सुविधा माने अन्य को आमर जाजनटा प्रतिफलित ता भीतर हबो सुस्थ रहिया को हेले सदाचार परायण ही रहिया को हबो जो सदाचार विभिन्न आउ तो समय सरीगलानी आमे माने भाग्यवान जीवन में तांकु पाइचे गुरुमुख ही चलिबा जहाँ जहाँ ठाकुर कहते बुझीबा कौन यार यार फलटा कौन मो मो भीतर दे से परिस्फुट होउचंती तो मो कथारे निर्भुल रही तो कारण मु प्रथम मोर कहा दोष को बा कहा को भल करिया को आसीनी मु आसीची मते भल करिया पे मु आसीची मते जेमती तांकर गोटे शिष्य जेमती मन लाखी पुत्र हवा पई शिष्य हवा पई मु तांकर मन लाखी पुत्र हेले मो देखा देखी जड़े भी आसु सीधे से तृप्ति हेबे आसंतु समय हो जाइए मु समस्त मंगल कामना करुच्ची आउ थे समस्त मंगल हो मु मोर एति सदालोचना को विराम दूची जय गुरु विज्ञान भाई जय गुरु।